फेब्रुआरी 7 तारिखରୁ ଆରମ୍ଭ ହେବାକୁ ଥିବା ଟି20 ବିଶ୍ୱକପ୍ରେ ବାଂଲାଦେଶୀ ଖେଳାଳି ଭାରତ ଯାତ୍ରା କରିବେ ନାହିଁ। ଏନେଇ ବାଂଲାଦେଶ କ୍ରିକେଟ ବୋର୍ଡର ପରାମର୍ଶଦାତା ଡକ୍ଟର ଆସିଫ ନଜରୁଲ ତାଙ୍କ ଅଫିସିଆଲ ଫେସବୁକ୍ ହ୍ୟାଣ୍ଡେଲରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏଥିସହିତ ବାଂଲାଦେଶ କ୍ରିକେଟ ବୋର୍ଡ ଆଇସିସିକୁ ଏ ସମ୍ପର୍କରେ ଚିଠି ଲେଖି ନିଜର ମତାମତ ପ୍ରକାଶ କରିବ ବୋଲି ମଧ୍ୟ କୁହାଯାଉଛି। ତେବେ ଚଳିତ ବର୍ଷ ଟି20 ବିଶ୍ୱକପ୍ ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ହେବାକୁ ଯାଉଛି। ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବାକୁ ନେଇ ମଧ୍ୟ ବାଂଲାଦେଶ ଦାବି କରିଛି। କେବଳ ଏତିକି ନୁହେଁ, ଆଇପିଏଲ୍ ଖେଳିବା ପାଇଁ ମୁସ୍ତାଫିଜୁର ରହମାନଙ୍କ ଏନ୍ଓସି ପ୍ରତ୍ୟାହାର କରିବାକୁ ମଧ୍ୟ ବୋର୍ଡ ନିଷ୍ପତ୍ତି ନେଇଥିବା ସୂତ୍ରରୁ ଜଣାପଡ଼ିଛି। ବିଶ୍ୱକପ୍ରେ ବାଂଲାଦେଶ, ଇଂଲଣ୍ଡ, ଇଟାଲୀ, ନେପାଳ ଏବଂ ୱେଷ୍ଟଇଣ୍ଡିଜ ସହିତ ଗ୍ରୁପ୍ ସିରେ ଅଛି। ବର୍ତ୍ତମାନ ସୂଚନା ଅନୁଯାୟୀ ବାଂଲାଦେଶ କ୍ରିକେଟ ଦଳ ଫେବ୍ରୁଆରୀ 7ରେ କୋଲକାତାରେ, ଫେବ୍ରୁଆରୀ 9ରେ ଇଟାଲୀରେ, ଫେବ୍ରୁଆରୀ 14ରେ ଏବଂ ଇଂଲଣ୍ଡରେ ଟି20 ବିଶ୍ୱକପ୍ ଖେଳିବା ନେଇ ଜଣାପଡ଼ିଛି। ତେବେ ମୁମ୍ବାଇର ୱାଙ୍ଗଖେଡେ ଷ୍ଟାଡିୟମରେ ନେପାଳ ବିପକ୍ଷରେ ଚତୁର୍ଥ ଗ୍ରୁପ୍ ମ୍ୟାଚ୍ ଖେଳିବାର ଯୋଜନା ରହିଛି। ହେଲେ ଟି20 ବିଶ୍ୱକପ୍ରେ ଭାରତ ଆସିବାକୁ ମନା କରିଦେଇଛି ବାଂଲାଦେଶ। ରିପୋର୍ଟ ନ୍ୟୁଜ୍।